ଜାନୁଆରୀ ମାସ 27 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ 3 ଦିନ ବ୍ୟାପୀ ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ପଞ୍ଚମ ଆରମ୍ଭ ମହୋତ୍ସବ 2024। ଏହାର ଅବ୍ୟବହିତ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ୟୁଥ ହଷ୍ଟେଲରେ ଅନୁଷ୍ଠିତ ହୋଇଛି ଏକ ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସଂସ୍ଥା ଆରମ୍ଭ ପରିବାର ପକ୍ଷରୁ କର୍ମକର୍ତ୍ତାମାନେ ଯୋଗଦାନ କରି ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଗ୍ରାମାଞ୍ଚଳର ଯୁବତୀ ଓ ମହିଳାମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଆରମ୍ଭ ପରିବାର ଉଦ୍ୟମ ଜାରି ରଖିଛି। ବିଗତ 4 ବର୍ଷ ଧରି ବିଭିନ୍ନ ସ୍କୁଲ କଲେଜ କ୍ଷେତ୍ରରେ ପ୍ରତିଯୋଗିତାମାନ କରାଯାଇ ପୁରସ୍କାର ବିତରଣ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ବ୍ୟାପକ କରାଯାଇଛି। ସଦର ବ୍ଲକର 30ଟି ପଞ୍ଚାୟତରେ ଯୁବତୀ ଓ ମହିଳାମାନଙ୍କ ମଧ୍ୟରେ ଏକକ ନୃତ୍ୟ, ସଙ୍ଗୀତ, ଦଳଗତ ନୃତ୍ୟ, ଝୋଟି ଚିତା ଅଙ୍କନ, ଆଧ୍ୟାତ୍ମିକ ପ୍ରଶ୍ନୋତ୍ତର, ହୁଳହୁଳି ଆଦି ପ୍ରତିଯୋଗିତାମାନ କରାଯାଉଛି। 20ଟି ପଞ୍ଚାୟତରେ ପ୍ରତିଯୋଗିତା ଶେଷ ହୋଇଥିବା ବେଳେ ଅନ୍ୟ 10ଟି ପଞ୍ଚାୟତରେ ଏହା ପର୍ଯ୍ୟାୟକ୍ରମେ କରାଯାଉଛି। ଅନୁଷ୍ଠାନର ସଭାପତି ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ କହିଥିଲେ ଯେ ଗତ ଅକ୍ଟୋବର ମାସ 2 ତାରିଖରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମେ ବାଲିଗୁଆଳି, ସମଗରା ଓ ବେଲଦଳ ପଞ୍ଚାୟତରେ ବସବାସ କରୁଥିବା 18 ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ଯୁବତୀ ଓ ମହିଳାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବାଶିଷ ସିଂ ସୂଚନା ଦେଇ କହିଥିଲେ ଯେ ଜାନୁଆରୀ ମାସ 27ରୁ 29 ତାରିଖ 3 ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 28 ତାରିଖରେ ଓଲିଉଡ ନାଇଟ ଓ 29 ତାରିଖରେ ବଲିଉଡ ନାଇଟ ଅନୁଷ୍ଠିତ ହେବ। ଏତଦ୍ ବ୍ୟତୀତ ଆରମ୍ଭ ସମାଜସେବୀ ସମ୍ମାନ, ଆରମ୍ଭ ସଂସ୍କୃତି ସମ୍ମାନ ଓ ଆରମ୍ଭ ଶହୀଦ ସମ୍ମାନ ପ୍ରଦାନ କରାଯିବ। ବିଶେଷ କରି 5ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସର୍ବାଧିକ ନମ୍ବର ରଖିଥିବା ମହିଳାଙ୍କୁ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ଉପାଧିରେ ଭୂଷିତ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସମୀର ଶତପଥୀ, ମୁଖ୍ୟ ଉପଦେଷ୍ଟା ଭରତ ନାୟକ, ଉପଦେଷ୍ଟା ଅବିନାଶ ମିଶ୍ର, ଅନିରୁଦ୍ଧ ମହାପାତ୍ର, ବିକ୍ରମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମହୋତ୍ସବର ଏକ ବ୍ରୋଚର ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ଆରମ୍ଭ ତରଫରୁ ଆଜି ଯେଉଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ, ଅନୁଷ୍ଠାନ ଆରମ୍ଭ ଗୋଟେ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପୁରୀ ସଦର ବ୍ଲକ ସ୍ତରୀୟ ପ୍ରତି ପଞ୍ଚାୟତରେ କାର୍ଯ୍ୟକ୍ରମ ହୋଇଥିଲା। ଜାନୁଆରୀ 27, 28, 29 3 ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜ୍ୟସ୍ତରୀୟ ଏବଂ ସର୍ବଭାରତୀୟ କଳାକାର ମାନଙ୍କୁ ଆମେ ନିମନ୍ତ୍ରଣ କରୁଛୁ। ଗୋଟେ ପୁରୀର ଗୋଟେ ବିଗ୍ ପ୍ରୋଜେକ୍ଟ କଳା ସଂସ୍କୃତି କି ନେଇକିରି ଗୋଟେ ବିଗ୍ ପ୍ରୋଜେକ୍ଟ କରାଯାଉଛି, ଯେଉଁଟାକି ଆପଣମାନଙ୍କୁ ଆମେ ଅନୁରୋଧ କରୁଛୁ ଆପଣମାନେ ଆମକୁ ସାହାଯ୍ୟ କରିବେ। ସେ କାର୍ଯ୍ୟକ୍ରମର ବା ପଞ୍ଚାୟତ ଯେଉଁ କାର୍ଯ୍ୟକ୍ରମ କରି ଚାଲିଛି ବର୍ତ୍ତମାନ 20ଟା ପଞ୍ଚାୟତ ସରିଗଲାଣି। ଯାହା ଯାହା ପ୍ରତିଭା ଗାଁ ମାନକେ ଲୁଚି ରହିଥିଲା 80 ବର୍ଷରୁ ଆରମ୍ଭ କରି 5 ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ଲୋକ ଆଉ ଝିଅ ପିଲାମାନେ ନାଚ ଗୀତ ଝୋଟି ଡ୍ୟାନ୍ସ ଯାହା କରି ଦେଖାଇଛନ୍ତି ତାଙ୍କୁ ପୁରସ୍କୃତ କରିବା ପାଇଁକା ଆଗାମୀ 27, 28, 29 ଜାନୁଆରୀରେ ମୁକ୍ତାକାଶ ରଙ୍ଗମଞ୍ଚରେ କାର୍ଯ୍ୟକ୍ରମ କରାଯିବ। ଆପଣମାନଙ୍କୁ ନିମନ୍ତ୍ରଣ କରି ସମସ୍ତ ପୁରୀବାସୀ ପୁରୀ ବାହାରକୁ ଜଣାଇବା ପାଇଁକା ଆପଣଙ୍କୁ ଆମର ଅନୁରୋଧ।